ହ୍ୟୁମାନ୍ର ଦେହ କାଲି ଅପେକ୍ଷା ଟିକେ ଡେଭଲପ୍ କରିଛି। ଆଉ କାଲି ତ ବହୁତ ସିରିୟସ୍ ଥିଲା ସେ, ବର୍ତ୍ତମାନ ଡକ୍ଟରଙ୍କ କହିବା ଅନୁସାରେ ସବୁ ଟିକେ ଠିକ୍ ଅଛି। ଆଉ ସିଏମ୍ ସାର୍ ବି ଫୋନ୍ କରିଥିଲେ ଡାଇରେକ୍ଟର ସାର୍କୁ। ଡାଇରେକ୍ଟର ସାର୍ ମୋତେ ଡାକିକି କହିଲେ ଆଉ ଆମେ ସମସ୍ତ ପ୍ରକାର ଟ୍ରିଟମେଣ୍ଟ ସବୁ ଆମେ ଠିକ୍ ରଖିଛୁ, ଭଲ ହେଇଯିବ, ଆପଣ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ହଁ, ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ହ୍ୟୁମାନ୍ର ବଡି ଟିକେ ଡେଭଲପ୍ କରିଗଲା ପରେ ଆମେ ତାର ବ୍ୟବସ୍ଥା କରିବୁ। ବର୍ତ୍ତମାନ ତ ଟିକେ ଡେଭଲପ୍ ହେଉଛି ବୋଲିକି ଡକ୍ଟର ବି କହୁଛନ୍ତି। ଆଉ 72 ଆୱାର୍ସର ଅବଜରଭେସନ୍ ପାଇଁ ରଖିଛନ୍ତି। ସରକାର ବି ସବୁ ପ୍ରକାର ବ୍ୟବସ୍ଥା କରିଛି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ବୁଝୁଛନ୍ତି। ଭଗବାନ ଉପରେ ଭରସା ଅଛି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତା ଉପରେ ଅଛି। ଆଉ ପୁରା ଓଡ଼ିଶା ଜନସାଧାରଣ ବି ତାକୁ ଭଲ ପାଉଛନ୍ତି, ସମସ୍ତେ ପ୍ରାର୍ଥନା କରୁଛନ୍ତି। ମୁଁ ବି ପ୍ରାର୍ଥନା କରୁଛି ପ୍ରଭୁ ଜଗନ୍ନାଥଙ୍କ ଠାରେ କି ହ୍ୟୁମାନ୍ ବହୁତ ଜଲ୍ଦି ବହୁତ ଶୀଘ୍ର ସେ ସୁସ୍ଥ ହେଉ, ଆପଣମାନଙ୍କ ସମ୍ମୁଖରେ ଆଉ ଥରେ ଆସୁ। ହଁ, ଯୋଜନା ଅଛି, ପ୍ରତ୍ୟେକ ପ୍ରକାର ଯୋଜନା କରାହେଇଛି। ନିଜେ ମୁଖ୍ୟମନ୍ତ୍ରୀ ବି ସଂଜ୍ଞା ନେଇଛନ୍ତି, ବୁଝୁଛନ୍ତି। ଅଲରେଡ଼ି ସବୁ ବ୍ୟବସ୍ଥା କରାହେଇଛି, ଲେକିନ୍ ତାର ଟିକେ ଅବସ୍ଥା ଟିକେ ଭଲ ହେଇ ଆସିଲେ ତାପରେ ତାକୁ ସ୍ଥାନାନ୍ତରିତ କରାଯିବ। ଦିଲ୍ଲୀ ଏମ୍ସକୁ ବେଟର୍ ଟ୍ରିଟମେଣ୍ଟ ପାଇଁ ନିଆଯିବ। ଲେକିନ୍ ବର୍ତ୍ତମାନ ତା ଟ୍ରିଟମେଣ୍ଟ ପାଇଁ ଟିକେ ଯେଉଁ ଷ୍ଟେବଲ୍ ଦରକାର। 72 ଘଣ୍ଟା ନିଜେ ଡାକ୍ତର ବି କହୁଛନ୍ତି। ଆପଣମାନେ ବି ଟିକେ ପ୍ରାର୍ଥନା କରନ୍ତୁ, ଶୀଘ୍ର ହ୍ୟୁମାନ୍ ଭଲ ହେଇକି ଆସୁ, ଆପଣମାନଙ୍କ ସାଙ୍ଗରେ ଫିର୍ସେ ରହୁ।